ଜୟ ଜଗନ୍ନାଥ ସମସ୍ତଙ୍କୁ। ତ ବହୁତ ଦିନ ହେଲା କ୍ଲାସ ନଥିଲା। ତ ଆଜି ଆମେ ନୂଆ ଟପିକ, ଯେପରିକି ଆପଣଙ୍କ ନମ୍ବର ସିଷ୍ଟମ ସରି ଯାଇଥିଲା, ତ ଆଜି ଆମେ ନୂଆ ଟପିକ ପଢିବା। ନୂଆ ଟପିକ ରେ ଆମେ କଣ ପଢିବା ନା ଆଭରେଜ ପଢିବା। ତ ଆଭରେଜ ର କ୍ୱେଶ୍ଚିନ୍ ଆପଣମାନଙ୍କ ଏକ୍ସାମ ରେ ବହୁତ ଆସେ ହେଲା। ତ ଆଭରେଜ ଉପରେ ଆମେ ପଢିବା ଆଜି। ତ ଆଭରେଜ କଣ, ଆଉ ଏଭଳି କ୍ୱେଶ୍ଚିନ୍ କଣ, କିଭଳି କ୍ୱେଶ୍ଚିନ୍ ଆସେ। ଯଦି ଆପଣ ଯେକୌଣସି ଗୋଟେ ଏକ୍ସାମ ରେ ଯଦି 100ଟି ମ୍ୟାଥ କ୍ୱେଶ୍ଚିନ୍ ଆସୁଥିବ, ତାହେଲେ ମୁଁ ଆପଣଙ୍କୁ କହିପାରିବି ଯେ ସେଥିରେ ଆଭରେଜ ର କ୍ୱେଶ୍ଚିନ୍ ମିନିମମ୍ 5 ପାଖାପାଖି ଆସୁଥିବ। 5ଟା ଯଦି 100ଟା କ୍ୱେଶ୍ଚିନ୍ ହବ, ତ ଆଭରେଜ ର କ୍ୱେଶ୍ଚିନ୍ 5ଟା ଆସୁଥିବ। ତ ଆଭରେଜ ର ଟପିକ ଆମ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ତ ଆଜି ଆମେ ଆଭରେଜ ର ପୁରା ଡିଟେଲ୍ସ ପଢିବା। ଆଭରେଜ କଣ, ଆଉ ୟାକୁ କିଭଳି ସହଜରେ କାଢି ପାରିବା ଆଭରେଜ, ଏଇ ସବୁ ଜିନିଷ ଆଜି ଆମେ ପଢିବା। ଠିକ ଅଛି। ତ ଆଭରେଜ କାଢିବା ପାଇଁ ବହୁତ ଗୁଡିଏ ମେଥଡ ଅଛି। ତ ଆଭରେଜ କଣ, କିଭଳି କରାଯାଏ, ତ ବହୁତ ସହଜରେ କାଢିବା, ଆଉ ତାପରେ ଆସୁଥିବା କ୍ୱେଶ୍ଚିନ୍ ଗୁଡିକୁ ମଧ୍ୟ କିଭଳି ସହଜରେ ସଲ୍ଭ କରିବା ତାହା ମଧ୍ୟ ଦେଖିବା। ଠିକ ଅଛି। ତ ଚାଲନ୍ତୁ ମୁଁ ୟା ସହିତ କିଛି ଏଥିରେ କନସେପ୍ଟ ତ ବହୁତ କମ ଅଛି, ତ କିଛି କନସେପ୍ଟ ଜାଣିବା, ତା ସହିତ ଆମେ ଆଭରେଜ କୁ ଡିଟେଲ୍ସ ରେ ପଢିବା। ଠିକ ଅଛି। ଆଭରେଜ ଆକ୍ଚୁଆଲି କଣ, ଯାହାକୁ ଆପଣ ଓଡିଆ କଣ କହନ୍ତି ନା ହାରାହାରି। କଣ କହନ୍ତି? ହାରାହାରି। ଦେଖନ୍ତୁ, କଣ କହନ୍ତି ନା ହାରାହାରି। ତ ଆଭରେଜ କଣ କହିବା ଭାଇମାନେ, ଆପଣ ଆକୁ କଣ କହନ୍ତି ନା ଆର୍ଥମେଟିକ ମିନ୍ ମଧ୍ୟ କୁହନ୍ତି। କଣ କହିଲେ? ଆର୍ଥମେଟିକ ମିନ୍ ବୋଲି କୁହାଯାଏ। ବୁଝିପାରିଲେ? ବେଳେ ବେଳେ ଆଭରେଜ ନ ଦେଇକି ଯେହେତୁ ୱାର୍ଡ ଆର୍ଥମେଟିକ ମିନ୍ ମଧ୍ୟ, କିମ୍ବା ଖାଲି ମିନ୍ ଦେଇଥିଲେ ମଧ୍ୟ ଆମେ ଏବଂ ଆଭରେଜ ବୋଲି ଭାବିବା। ତ ଦେଖନ୍ତୁ ଭାଇମାନେ, ଆଭରେଜ କଣ, ହାରାହାରି କଣ। ତ ମୁଁ କହିଲି ଆପଣ ମାନେ 3 ଜଣ ଲୋକ ଅଛନ୍ତି ହେଲା। ଜଣଙ୍କ ପାଖରେ କଣ ଅଛି ନା 5 ଟଙ୍କା ଅଛି, ଜଣଙ୍କ ପାଖରେ 12 ଟଙ୍କା ଅଛି, ଆଉ ଜଣଙ୍କ ପାଖରେ ମାତ୍ର 15 ଟଙ୍କା ଅଛି। 3 ଜଣ ଲୋକ ଅଛନ୍ତି। ତ 3 ଭାଇ ଅଛନ୍ତି। 3 ଭାଇଙ୍କ ପାଖରେ ତିନି ଜଣ ସାଙ୍ଗ ଅଛନ୍ତି ବା 3 ଜଣ ଭାଇ ଅଛନ୍ତି। ତ ଜଣଙ୍କ ପାଖରେ 5 ଟଙ୍କା ଅଛି, ଜଣଙ୍କ ପାଖରେ 12 ଟଙ୍କା ଅଛି, ଆଉ ଜଣଙ୍କ ପାଖରେ 15 ଟଙ୍କା। ତ ଏତିକି ରହିଲା 3 ଜଣ ପାଖରେ। ମୁଁ କଣ କଲି ନା 3 ଜଣଠୁ ସମାନ ସବୁ ପଇସା ଆଣିଦେଲି। ୟାଠୁ 5 ଟଙ୍କା ଆଣିଦେଲି, ୟାଠୁ 12 ଟଙ୍କା ଆଣିଦେଲି, ୟାଠୁ 15 ଟଙ୍କା ଆଣିଦେଲି। ତାହେଲେ ମୋ ପାଖରେ ଟୋଟାଲ କେତେ ଟଙ୍କା ହେଇଗଲା? ଆପଣ ମାନେ କହିପାରିବେ କେତେ? ମୋର 32 ଟଙ୍କା ହେଇଗଲା। କେତେ ଟଙ୍କା ହେଇଗଲା? ନା 32 ଟଙ୍କା ହେଇଗଲା। ବୁଝିପାରିଲେ? କଣ କଲି ନା 32 ଟଙ୍କା ହେଇଗଲା। ଯେତେବେଳେ ମୁଁ ଆଣିଗଲି ତାଙ୍କଠୁ 32 ଟଙ୍କା ମୋ ପାଖରେ ହେଇଗଲା, ମୁଁ ତାପରେ କଣ କରିବି ନା ସମସ୍ତଙ୍କୁ ସମାନ ସମାନ ଟଙ୍କା ଦେଇଦେବି। ଠିକ ଅଛି। କଣ କରିବି, ଏଇ 32 ଟଙ୍କା 3 ଜଣଙ୍କୁ ଆଣିଲେ ତାକୁ ପୁଣି ଥରେ କଣ କରିବି ନା ସମସ୍ତଙ୍କୁ ସମାନ ସମାନ ଟଙ୍କା ଦେବି। ୟା ଅର୍ଥ କଣ, 32 କୁ 3 ଧରି ତାର ମୋର କେତେ ବଳିବ? 10/2/3 ହେଲା। 10/2/3, ତାହେଲେ ମୁଁ ଆକୁ ଦେଲି 10/2/3, ଆକୁ ଦେଲି 10/2/3, ତ ଆକୁ ଦେଲି 10/3/2/3। ମୁଁ କହିପାରିବି 3 ଜଣଙ୍କଠୁ ପଇସା ଆଣିକି ପୁଣି ଥରେ 3 ଜଣଙ୍କୁ ସମାନ ସମାନ ଭାବରେ ବାଣ୍ଟିକି ଦେଲେ ଯେତିକି ଟଙ୍କା ନା ଜଣକେ ପଡେ, ସେଇଟା ହଉଛି ମୋର ହାରାହାରି। ନା ହାରାହାରି ମାନେ ଆମେ ଯୋଉ କହୁଛେ, ମାନେ 3 ଜଣ ପାଖରେ କେତେ ଟଙ୍କା ଅଛି, ତମେ ଆଉ ଏମିତି କହିବେ କି 5, 10, 15 ଟଙ୍କା ଏମିତି ନ କହିକି ତମେ କଣ କର, ହାରାହାରି 10/2/3 ଟଙ୍କା ଅଛି। ବୁଝିପାରିଲେ? ତ ଏଇଭଳି ଆମେ ଯୋଉ ହାରାହାରି ମାନେ ଗୋଟିଏ ଟର୍ମ ରେ ପ୍ରକାଶ କରିବା। ମନେକର 200 ଜଣ ପିଲା ଅଛନ୍ତି, ମୁଁ ଯଦି ପଚାରିବି ତାର ମାର୍କ କେତେ ରହୁଛି, ମାନେ କିଭଳି ରହୁଛି, ଆପଣ କଣ କହିବେ? 200 ଜଣ, 5, ଜଣ 10, ଜଣ 20, ଜଣ 50, ଜଣ 35, ଏମିତି କହିବେ କି? କହିବେ ପ୍ରାୟ ହାରାହାରି ମାନେ ଆଭରେଜ ରେ ମାନେ ହାରାହାରି ସେମାନଙ୍କର କେତେ, ହାରାହାରି ମାନଙ୍କର 75 ମାର୍କ ରହୁଛି। ବୁଝିପାରିଲେ? ତାହେଲେ 200 ଜଣ ଷ୍ଟୁଡେଣ୍ଟଙ୍କର 75 ହାରାହାରି ରହୁଛି। ୟା ଅର୍ଥ କଣ, ଯଦି ମୁଁ ସେ ମାର୍କ ସମସ୍ତଙ୍କ ମାର୍କକୁ ସମସ୍ତଙ୍କ ମଧ୍ୟରେ ବାଣ୍ଟିବି, ତାହେଲେ ସମସ୍ତେ ସମାନ ସମାନ କେତେ ନା 75 ମାର୍କ ଲେଖା ପାଇବେ। ବୁଝିଗଲା? ତ ଏହା ହେଲା ହାରାହାରି। ଆଇ ହୋପ କି ସମସ୍ତେ ହାରାହାରି ବା ଆଭରେଜ କଣ ବୁଝି ଯାଉଥିବେ। ତ ଆଭରେଜ କଣ କହିଲା ନା ସମସ୍ତ ଯାହା ପାଖରେ ଯେତିକି ଭ୍ୟାଲୁ ଅଛି ସମସ୍ତଙ୍କୁ ଆଣିକି ସମସ୍ତଙ୍କୁ ସମାନ ସମାନ ଭାବରେ ବାଣ୍ଟିଲେ ଜଣକା ଯେତିକି ଲେଖା ପଡେ, ସେଟା କଣ କୁହାଯାଏ ନା ଆଭରେଜ ବା ହାରାହାରି ବୋଲି କୁହାଯାଏ। ଠିକ ଅଛି। ଆଭରେଜ ବା ହାରାହାରି ବୋଲି କୁହାଯାଏ। ତା ତ ମୁଁ କଣ କଲି ନା ମୁଁ କଣ କଲି, ମୋର ଏନ୍ ଟା ଅବଜରଭେସନ। ଅବଜରଭେସନ ମାନେ କଣ, ମାନେ ଏନ୍ ଜଣ ଲୋକ ଅଛନ୍ତି। କେତେ ଜଣ? ଏନ୍ ଜଣ ଲୋକ ଅଛନ୍ତି ହେଲା। ଏନ୍ ଜଣ କଣ ଅଛନ୍ତି ନା ଲୋକ ଅଛନ୍ତି ହେଲା। ଏନ୍ ଜଣ ଲୋକ ଅଛନ୍ତି, ତାହେଲେ ମୁଁ କହିବି ଏନ୍ ଜଣ ଲୋକଙ୍କ ପାଖରେ, ମାନେ ଏନ୍ ନ କହିକି ସରି, ମୁଁ କହୁଛି ମୋର 5 ଜଣ ଲୋକ ଅଛନ୍ତି। 5 ଜଣ ଲୋକ ଥିଲା ଭିତରେ
ଜଣ ପାଖରେ 10 ଟଙ୍କା ଅଛି, 15 ଟଙ୍କା ଅଛି, 20 ଟଙ୍କା ଅଛି, ଆପଣ କହିପାରିବେ ଆଉ ଜଣଙ୍କ ପାଖରେ ମଧ୍ୟ 15 ଟଙ୍କା ଅଛି, ଆଉ ଜଣଙ୍କ ପାଖରେ କେତେ 30 ଟଙ୍କା ଅଛି। ଆପଣ ଏମିତି ରହିଲେ, ବୁଝିଲା? ଏମିତି 5 ଜଣ ଲୋକ ରହିଲେ, ମୁଁ କହିବି ଏମାନଙ୍କର ଆଭରେଜ କେତେ? ତା ଅର୍ଥ କଣ କରିବେ? ଆପଣ ସମସ୍ତଙ୍କୁ ସବୁ ପଇସା ଆଣିବେ, ସବୁ ପଇସା ଆଣିବେ, ତାହେଲେ ସବୁ ଆଣିବେ ନା, ତ ସବୁ ଟୋଟାଲ କେତେ ହେଇଯିବ? ତାହେଲେ ଅର୍ଥ କଣ? ଟୋଟାଲ କରିବି ପ୍ରଥମେ, ତାହେଲେ ମୁଁ ସବୁ ମିଶେଇବି, 10 ଇଏ 15 ମିଶିଗଲେ ଆପଣଙ୍କର ହେଲା 25, 25 ପ୍ଲସ 20 45, 45 ପ୍ଲସ 15 60 ପ୍ଲସ 30 କେତେ ନା 90। ଟୋଟାଲ ମୋ ପାଖରେ 90। ତାପରେ ମୁଁ କଣ କରିବି ନା ସମସ୍ତଙ୍କୁ ସମାନ ସମାନ ଭାବରେ ବାଣ୍ଟିକି ଦେବି। ୟାର ତ କଣ ମୋ ପାଖରେ କେତେ ଜଣ ଅଛନ୍ତି? 1 2 3 4 5 ଜଣ, ତ 5 ଜଣଙ୍କୁ ସମାନ ସମାନ ଭାବରେ ବାଣ୍ଟିବି। ତାହେଲେ କେତେ 90/5 କେତେ ହେଇଯିବ ମୋର 18। ତାହେଲେ ମୁଁ ଯଦି କହିବି ଏମାନଙ୍କ ଆଭରେଜ କେତେ, ନା ଆପଣ କଣ କହିବେ ନା ଏମାନଙ୍କ ଆଭରେଜ ହଉଛି 18। ଆର୍ଥ ବୁଝିପାରିଲେ? ତ ସମସ୍ତଙ୍କୁ ସବୁ ପଇସା ଆଣିକି ମୁଁ ପୁଣି କଣ କରିବି ନା ସମସ୍ତଙ୍କ ଭିତରେ ସେଇ ପଇସାକୁ ସମାନ ସମାନ ଭାବରେ ବାଣ୍ଟି ଦେଲେ ଜଣକା ଯେତିକି ପଡେ ତାହାର ତ କଣ ସେଗୁଡ଼ିକ ହଉଛି କଣ ନା ଆମର ଆଭରେଜ ବାହାରିବ। ତାହେଲେ ଆଭରେଜ ଜେନେରାଲ କଣ କହୁଛି? ଜେନେରାଲ ଆଭରେଜ କହିଲେ ଆମେ କଣ ବୁଝିବା ନା ଆପଣଙ୍କର ଟୋଟାଲ ଅବଜରଭେସନ, ଏଇଟା ଗୋଟେ ଅବଜରଭେସନ, ମାନେ ଇଏ ଗୋଟେ ଲୋକ ଅଛି, ଗୋଟେ ଇଏ ଫାର୍ଷ୍ଟ ପର୍ସନ, ଇଏ ହଉଛି ସେକେଣ୍ଡ ପର୍ସନ, ଇଏ ହଉଛି କଣ ନା ଥାର୍ଡ ପର୍ସନ, ଇଏ ହଉଛି ଫୋର୍ଥ ପର୍ସନ, ଇଏ ହଉଛି ଫିଫ୍ଥ ପର୍ସନ। ଏମିତି ରହିଲେ 5 ଜଣ। ତ ଫାର୍ଷ୍ଟ ପର୍ସନ ପାଖରେ କେତେ ଟଙ୍କା ଥିଲା? 10 ଟଙ୍କା। ୟା ପାଖରେ ଥିଲା 15 ଟଙ୍କା। ତାହେଲେ ମୁଁ କହିବି ଫାର୍ଷ୍ଟ ପର୍ସନ ମୁଁ ଅବଜର୍ଭ କଲେ ମୋ ପାଖରେ କଣ ହଉଛି ନା 10 ଟଙ୍କା ରହୁଛି। ସେକେଣ୍ଡ ପର୍ସନ କୁ ଅବଜର୍ଭ କଲେ ମୋ ପାଖରେ 15 ଟଙ୍କା ରହୁଛି। ଏଇ ଯୋଉ ସବୁ ପର୍ସନ କୁ ଅବଜରଭେସନ, ତାହେଲେ ଏଇଗୁଡିକୁ କଣ କୁହାଯାଏ ନା ଅବଜରଭେସନ କୁହାଯାଏ। ତାହେଲେ ମୁଁ ଆଭରେଜ କେମିତି କାଢିବି? ସମ୍ ଅଫ ଦି ଅବଜରଭେସନ, ସମ୍ ଅଫ ଦି ଅବଜରଭେସନ ଆପଣଙ୍କୁ ସହଜରେ ମଧ୍ୟ କାଢିବାକୁ ଶିଖେଇବି। ଅବଜରଭେସନ divided by numbers of observation, numbers of, ବୁଝିପାରିଲେ? ତାହେଲେ ମୁଁ କଣ କହିଲି ଆପଣମାନଙ୍କୁ ନା ଟୋଟାଲ ଆଣିଲା ପରେ ସମସ୍ତଙ୍କ ପାଖରେ ଯେତିକି ଯେତିକି ଅଛି ସବୁ ଅବଜରଭେସନ ସମ୍ କରିବି। ତାପରେ କଣ କରିବି? ନମ୍ବରସ ଅଫ ଅବଜରଭେସନ, କେତେ ଜଣ ଅଛନ୍ତି ନା 5 ଜଣ ଅଛନ୍ତି, ତାପରେ ମୁଁ ଆଭରେଜ କାଢିବି। ଠିକ ଅଛି? ବୁଝିପାରିଲେ ନା ବୁଝିପାରିଲେ? ତାହେଲେ ଆଭରେଜ କଣ କହିଲେ ନା ଟୋଟାଲ ବାଇ ସମ୍, ହେଲା? ବୁଝିଗଲା ସମସ୍ତଙ୍କୁ? ତ ଏଇଆ ଥିଲା ଆପଣଙ୍କ ଆଭରେଜ କାଢିବା। ଆପଣ ସହଜରେ ବି ବତେଇବି, ଏତେ ସବୁ ଝିଞ୍ଝଟିଆ ନ କହିକି ଆପଣ କେମିତି ସହଜରେ କାଢି ପାରିବେ ତାକୁ ମଧ୍ୟ ମୁଁ ଶିଖେଇବି, ହେଲା? ତାପରେ ଇଏ ଗଲା ଆଭରେଜ। ତାପରେ ଦେଖନ୍ତୁ, ତା ତ ଭାଇ ମାନେ ଦେଖିଲେ ଆପଣ ମାନେ ଜାଣିଥିବେ ଏ ଯଦି ହୁଏ x ବାଇ y, ଏ ଯଦି କଣ ହୁଏ x ବାଇ y ହୁଏ, ତାହେଲେ ମୁଁ x କେତେ କହିପାରିବି? a into y କଣ କହିପାରିବି? a into y ଏମିତି କହିପାରିବି ନା କହିପାରିବି? କହିପାରିବି। ତାହେଲେ ମୁଁ ଯଦି କହିବି ଆପଣ ମାନଙ୍କୁ ଗୋଟେ ଜିନିଷର ଆଭରେଜ ଦେଇଛି, ନମ୍ବରସ ଅଫ ଅବଜରଭେସନ ଦେଇଛି, ତାହେଲେ ସମ୍ ଅଫ ଦି ଅବଜରଭେସନ ବାହାରିବ ନା ବାହାରିବନି? ଟୋଟାଲ ସେମାନଙ୍କର କେତେ ଟଙ୍କା ଥିଲା ବାହାରିବ ନା ବାହାରିବନି? ମନେକର ଦେଇଥିଲା ଆଭରେଜ ଦେଇଥିବ କେତେ? ମନେକର 5 ଜଣଙ୍କର ଆଭରେଜ ଦେଇଥିବ କେତେ 18, ଆଉ କେତେ ଜଣ ଥିବେ 5 ଜଣ ଥିବେ। ତା ତ ମୁଁ କହିପାରିବି ସମ୍ ଅଫ ଦି ଅବଜରଭେସନ କେମିତି ବାହାରିବ? ସମ୍ ଅଫ ଦି ଅବଜରଭେସନ କେମିତି ବାହାରିବ? that average to numbers of observation, ବୁଝିପାରିଲେ? ମାନେ ଏଇଟା କେମିତି କରିବି? ଏଇଟା ଏପଟେ ହରା ହେଇଛି, ଏପଟେ ଆସିଲେ କଣ ହେଇଯିବ? ଗୁଣା ହେଇଯିବ। ତାହେଲେ ଏଇଭଳି ଭାବେ ମୁଁ କଣ କରିପାରିବି ନା ଟୋଟାଲ ସମ୍ ଅଫ ଦି ଅବଜରଭେସନ କାଢିପାରିବି। ବୁଝିପାରିଲେ? ତାର ଅର୍ଥ ଯଦି ଆଭରେଜ ଦେଇଥିବ, ଆପଣଙ୍କୁ ଆଭରେଜ ଦେଇଛି କେତେ ନା 18 ଦେଇଛି, ଆଉ ନମ୍ବର କେତେ ଜଣ ଅଛନ୍ତି ନା ନମ୍ବରସ ଅଫ ପିପୁଲ ଦେଇଛନ୍ତି କେତେ ନା ନମ୍ବରସ ଅଫ ପିପୁଲ ଦେଇଛି କେତେ 5 ଦେଇଛି। ତାର ଟୋଟାଲ କେତେ? ଟୋଟାଲ ଦେଲେ କଣ ହବ? ଟୋଟାଲ ଆପଣ ଗୁଣିଦେବେ, 18 ପଞ୍ଚା କେତେ ହେଇଯିବ? 90 ହେଇଯିବ। ବୁଝିପାରିଲେ? 18 ପଞ୍ଚା କଣ ହେଇଯିବ? 90 ହେଇଯିବ। ସେଇଭଳି ଭାବେ ଯଦି ଦେଇଥିବ କଣ କହିଲ ନା ସମ୍ ଅଫ ଦି ଅବଜରଭେସନ ଦେଇଥିବ ଆଉ ଆଭରେଜ ଦେଇଥିବ, ତାହେଲେ ନମ୍ବର ଅଫ ଅବଜରଭେସନ କାଢିପାରିବା ଆମେ, ମାନେ କେତେ ଜଣ ଲୋକ ଅଛନ୍ତି। କୋଶ୍ଚିନ୍ ଦେଇଥିବ ଯେ ସେଠାରେ ମନେକର 20 ଜଣ ଲୋକ ଅଛନ୍ତି, ହେଲା? ସରି, କଣ ଦେଇଥିବ ନା ଦେଇଥିବ ସମ୍ ଅଫ ଦି ଅବଜରଭେସନ, ମାନେ ଟୋଟାଲ ତାଙ୍କ ପାଖରେ ମନେକର 180 ଟଙ୍କା ଅଛି। କେତେ ଟଙ୍କା ଅଛି? 180 ଟଙ୍କା ଅଛି, ହେଲା? ମୁଁ କହିବି ଯେ ସେମାନଙ୍କ ଆଭରେଜ ମନେକର ହଉଛି କେତେ ନା ଆଭରେଜ ହଉଛି ମନେକର 12। କେତେ ହଉଛି ନା 12। ତାହେଲେ ମତେ କହିଲେ ଟୋଟାଲ କେତେ ଜଣ? ମୁଁ କହିବି ସମ୍ ଅଫ ଦି ଅବଜରଭେସନ, ଟୋଟାଲ ସେମାନଙ୍କ ପାଖରେ କେତେ? ଦେଖ ଆମେ ଦେଇଛୁ ଟୋଟାଲ କଣ ଦେଇଛି ନା ଟୋଟାଲ କିଛି ଲୋକଙ୍କ ପାଖରେ ଟୋଟାଲ କେତେ ଜଣ ଲୋକ ଅଛନ୍ତି? ଟୋଟାଲ ପ୍ରାୟ କେତେ ଅଛନ୍ତି? ଟୋଟାଲ ଅଛି 180 ଟଙ୍କା। କେତେ ଅଛି ନା 180 ଟଙ୍କା ଅଛି। ବୁଝିପାରିଲେ? ଟୋଟାଲ 180 ଟଙ୍କା ଅଛି, ଆଉ ସେମାନଙ୍କ ଆଭରେଜ କଣ କହିବି? ଆଭରେଜ କହିଛି, ତା ଅର୍ଥ ଆଭରେଜ କହିଛି ମନେକର କେତେ ନା 12 କହିଛି। ତାହେଲେ ମୁଁ ପଚାରିବି ଆପଣ ମାନଙ୍କୁ, ତାହେଲେ କେତେ ଜଣ ଲୋକ ଥିଲେ ଆପଣ କେମିତି କାଢିବେ? ଦେଖନ୍ତୁ ଆପଣ ମାନେ
ଦେଖନ୍ତୁ ଆପଣ ମାନେ ଏଠି କଣ ଦେଇଛି ନା ଆଭରେଜ ଦେଇଛି ଆଉ କଣ ଦେଇଛି ସମ ଦେଇଛି। ତାହେଲେ ନମ୍ବର ଅଫ ଅବଜରଭେସନ କେମିତି କାଢିବି ମାନେ କେତେ ଜଣ ଲୋକ କେମିତି କାଢିବି ନା ନମ୍ବର ଅଫ ଅବଜରଭେସନ କେମିତି କାଢିବି ନମ୍ବରସ ଅଫ ଅବଜରଭେସନ କେମିତି କାଢିବି ନମ୍ବରସ ଅଫ ଅବଜରଭେସନ କେମିତି କାଢିବି ନା ସମ ଅଫ ଦି ଅବଜରଭେସନ ସମ ଅଫ ଦି ଅବଜରଭେସନ ବାଇ କଣ ସମ ଅଫ ଦି ଅବଜରଭେସନ କେତେ ନା 180 ତାଙ୍କର ଆଭରେଜ କେତେ ନା 12 12 କେ 12 12 ପଚିଶ 60 ତାର ମୁଁ କହିପାରିବି ଆପଣ ମାନଙ୍କୁ କି ସେଠାରେ ଟୋଟାଲ କଣ ଅଛନ୍ତି ନା ଟୋଟାଲ କେତେ ଜଣ ଅଛନ୍ତି ନା 15 ଜଣ ଅଛନ୍ତି ବୁଝିପାରିଲେ ଟୋଟାଲ କଣ ଅଛନ୍ତି ନା 15 ଜଣ ଅଛନ୍ତି ତାର ତ ମୁଁ ଭାଇ ମାନେ ଏଥିରୁ କଣ କରିବି ଯଦି ଯେକୌଣସି ଦିଟା ଦେଇଥିବ ତା ତୃତୀୟଟା ବା ତୃତୀୟଟାର ଭ୍ୟାଲୁ କାଢିପାରିବି ନା କାଢିପାରିବି ବୁଝିପାରିଲେ ଟୋଟାଲ ଭ୍ୟାଲୁ କାଢିପାରିବି ବୁଝିପାରୁଛ ନା ବୁଝିବନି ଟୋଟାଲ ଭ୍ୟାଲୁ କାଢିପାରିବି ଯେକୌଣସି ଦିଟା ଦେଇଥିଲେ ଆମେ ତୃତୀୟଟା କାଢିପାରିବା ତ ଜାଣିପାରିଲେ ସମସ୍ତେ ତାପରେ ଦେଖନ୍ତୁ ଗୋଟେ ଜିନିଷ ବୁଝିଗଲା ଇଏ ତ ରହିଲା ଆପଣଙ୍କର ସିମ୍ପଲ ଜିନିଷ ତାପରେ ମୁଁ ଯେକୌଣସି ଜିନିଷର ଆଭରେଜ କାଢିବି ଟୋଟାଲ ଯେତେଟା ଜିନିଷ ସେ ସବୁ ମିଶେଇ ଦେବେ କାଟି କଣ କରିବେ ନା ତାପରେ ଦେଖିବି ଯେ କେତେଟା ଅଛି ତାକୁ ଡିଭାଇଡ କରିଦେଲେ ମୋର କଣ ବାହାରି ପଡିବ ନା ଆଭରେଜ ବା ହାରାହାରି ବାହାରି ତାପରେ ଗୋଟେ ଜିନିଷ ଦେଖନ୍ତୁ ଇଏ ତ ହେଲା ଆପଣଙ୍କର ବେସିକ ଜିନିଷ ଯଦି ମୁଁ ଆପଣଙ୍କୁ କିଛି ଗୋଟେ ସର୍ଟ ଟ୍ରିକ୍ ବତାଏ ମନେକର ଦେଇଛି 5ଟା ନମ୍ବର ଦେଇଛି କେତେ 50 ଦେଇଛି 51 ଦେଇଛି ମନେକର କେତେ ନା 48 ଦେଇଛି ତାପରେ ଦେଇଛି କେତେ ନା ତାପରେ ଦେଇଛି ମନେକର 52 ଦେଇଛି ତାପରେ ଦେଇଛି କେତେ ନା ଦେଇଛି 56 ଦେଇଛି ବୁଝିପାରିଲେ ଦେଇଛି 5ଟା ଲୋକ ଅଛନ୍ତି 5ଟା ଲୋକଙ୍କ ପାଖରେ ପ୍ରାୟ ସେତିକି ଏତିକି ଟଙ୍କା ଅଛି ତାହେଲେ ଏମାନଙ୍କ ଆଭରେଜ କଣ ଆପଣ ମାନେ କଣ କରି ଜାଣିଛନ୍ତି ସବୁ ଯାକ ମିଶେଇ କଣ କରିବି 5ରେ ହଳ ଦେବି ସବୁ ଯାକ ମିଶେଇକି 5 ମିଶେଇଲେ କେତେ ହବ ନା 0 1 1 1 8 9 9 2 କେତେ 11 11 6 କେତେ 15 5 ହେଲା 1 କେତେ ଅଛି ନା 5 5 10 10 4 14 14 5 19 19 5 କେତେ 24 ଏକ କେତେ ନା 25 ବୁଝିପାରିଲେ ତ କେତେ ହବ ନା 25 ହେଇଗଲା ଠିକ ଅଛି ହେଇଗଲାନି କେତେ ହେଲା 1 8 9 9 2 କେତେ 11 11 6 କେତେ 11 17 7 ଗଲା କେତେ 7 ଗଲା 1 5 5 10 20 20 24 24 କେତେ 25 57 ଏତିକି ଅଛି ଡିଭାଇଡେଡ୍ କେତେ ଜଣ ଅଛନ୍ତି 5 ଜଣ ଅଛନ୍ତି ତାହେଲେ ମୁଁ ହରିଲେ କେତେ 5 କେ 5 ସେ 5 କେ 25 5 କେ 5 ବଳି ପଡିବ କେତେ ଏଠି ଆପଣଙ୍କର ନା ବଳି ପଡିବ ଆପଣଙ୍କର କେତେ ନା କେତେ ବଳି ପଡିବ ନା 2 ହେଲେ କେତେ ନା 4 51.4 ଆପଣ ମାନେ ଏମିତି ଆଭରେଜ କାଢିବେ କିନ୍ତୁ ମୁଁ ଆପଣଙ୍କୁ ଗୋଟେ ସର୍ଟ ଟ୍ରିକ୍ ବହୁତ ସହଜ ରୂପରେ ବତାଉଛି ଆପଣ କଣ କରିବେ ଏ ଯୋଉ ନମ୍ବର 5ଟା ଅଛି ଯେକୌଣସି ନମ୍ବରକୁ ଆପଣ କଣ କରିବେ ଦେଖନ୍ତୁ ଆଭରେଜ କାଢିବେ ନା ମୁଁ ଯେକୌଣସି ଗୋଟେ ନମ୍ବରକୁ ଏଇ ଯୋଉ ମେଥଡ କୁହାଯାଏ କଣ ଡେଭିଏସନ ମେଥଡ କୋଉ ମେଥଡ କୁହାଯାଏ ନା ଡେଭିଏସନ ମେଥଡ କୁହାଯାଏ ଡେଭିଏସନ ମେଥଡ ଆଗକୁ ଆମେ ପଢିବା ଏଇ ଯୋଉ ଡେଭିଏସନ ମେଥଡ ଆକ୍ଚୁଆଲି କଣ କିଭଳି କାମ କରେ ହେଲା ଗୋଟେ ମେଥଡ ଶିଖିଯାଉ ତାହେଲେ କଣ କହିଛି ନା ଆଭରେଜ କାଢିବି ତାହା ଅର୍ଥ ମୁଁ କଣ କରିବି ଭାଇ ମାନେ ଏଇ 5ଟା ନମ୍ବରରୁ ଯେକୌଣସି ଗୋଟେ ନମ୍ବରର କଣ କରିବି ନା ଆଭରେଜ ମାନେ ଯେକୌଣସି ଗୋଟେ ନମ୍ବରକୁ ନେବି ମନେକର ମୁଁ ନେଲି ଆଭରେଜ ମୋର 50 ମୁଁ ଏମିତି ଗୋଟେ ନମ୍ବର ନେବି ଯୋଉଟା ମୁଁ କାଲକୁଲେସନ କରିବାକୁ ସହଜ ମନେକର ଆଭରେଜ ହଉ 50 ତାହେଲେ ଦେଖିଲେ ଭାଇ ମାନେ ଇଏ ମୋର କେତେ ଅଛି ଅଧିକ ନା 0 ଅଧିକ ଅଛି ଇଏ କେତେ ଅଧିକ ଅଛି ନା 1 ଅଧିକ ଅଛି ଇଏ କେତେ କମ ଅଛି 2 କମ ଅଛି ଇଏ କେତେ ଅଧିକ ଅଛି 2 ଅଧିକ ଅଛି ଇଏ କେତେ ଅଧିକ ଅଛି ନା 6 ଅଧିକ ଅଛି ବୁଝିପାରିଲେ 6 ଅଧିକ ଅଛି ତାର ଯୋଉଠି ପ୍ଲସ ମାଇନସ ତ କାଟିଦେବେ ଏଠି -2 ଅଛି ଏଠି ପ୍ଲସ ଅଛି କଟିଯିବ ବାକି କି ରହିଲା ନା +1 +6 କେତେ ହେଲା ନା 7 ହେଇଗଲା ବଳିଲା କେତେ ନା 7 ବଳିଲା ପ୍ଲସ ଅଛି ତ ପ୍ଲସ 7 ରଖିଲି ତାପରେ ଦେଖିବେ କେତେଟା ନମ୍ବର ଅଛି ନା 5ଟା 7 ବାଇ 5 ତାହେଲେ ମୋର କେତେ ହେଇଗଲା 50 ପୂର୍ଣ୍ଣ ଇଏ କେତେ ହେଲା 7 କୁ 5 ରେ ହରିଲେ କେତେ 1 ପଏଣ୍ଟ କେତେ ବଳି ପଡିବ ନା 1.4 ତାହେଲେ ମୋର କେତେ ହେଇଗଲା 51.4 ବୁଝିପାରିଲେ କେତେ ହେଇଗଲା ମୋର 51.4 ଆଗରୁ କାଢିଥିଲେ ମୋର 51.4 ବାହାରିଲା ଏବେ ମତେ କାଢିଲେ 51 ଆପଣ କହିବେ ଆମେ 50 ନୁହେଁ କି ଅନ୍ୟ କୌଣସି ନମ୍ବର ନଉ ଠିକ ଅଛି ଏ ଭିତରୁ ଗୋଟେ ନମ୍ବର ନେଇପାରିବେ ବାହାରୁ କୌଣସି ନମ୍ବରଟେ ଯାହା ବି ନେବେ ମନେକର ମୁଁ କହିଲି 48 ନେବେ କେତେ ନେବେ ନା 48 ନେବେ 48 ନେଲି ତାହେଲେ ଇଏ ମୋର କେତେ ଅଧିକ 2 ଅଧିକ ଇଏ କେତେ ଅଧିକ ନା 3 ଅଧିକ ଇଏ 0 ଅଧିକ ଇଏ କେତେ ନା 4 ଅଧିକ ଇଏ କେତେ ଅଧିକ ନା ହେଲେ କେତେ 8 ଅଧିକ ବର୍ତ୍ତମାନ ମିଶେଇବେ
8 3 5 5 4 କେତେ 9 9 8 କେତେ 17 ପ୍ଲସ କେତେ 17 କେତେଟା ନମ୍ବର ଅଛି ନା 5ଟା ନମ୍ବର ଡିଭାଇଡେଡ୍ ବାଇ କେତେ 5 ତାହେଲେ କଣ ହବ 48 ଇଏ କେତେ ହେଇଛି ନା 3 କେତେ ହେଇଯିବ ନା 3.4 ତାହେଲେ ମୋର କେତେ ହେଲା 51.4 ବୁଝିଲେ ଯେତେବେଳେ ନମ୍ବର ଗୁଡିକ ଏମିତି ପାଖାପାଖି ଦେଇଥିବେ ତାହେଲେ ଆପଣ ମାନେ ଏଇ ମେଥଡରେ ଆଭରେଜ କାଢିଲେ ଆପଣଙ୍କୁ ବହୁତ ସହଜ ଆଉ ଜଲ୍ଦି ବାହାରିବ ବୁଝିହଉଛି ନା ବୁଝିହଉନି ଆଇ ହୋପ କି ସମସ୍ତେ କ୍ଲିୟର ହେଇଯାଇଥିବେ ଏଥିରେ ଠିକ ଅଛି ସମସ୍ତେ କ୍ଲିୟର ହେଇଥିବେ ଆଭରେଜ ଏଇଟା କଣ କହୁଛନ୍ତି ଡେଭିଏସନ ମେଥଡ ଏ ଡେଭିଏସନ ମେଥଡ କିଭଳି କାମ କରେ ତାହା ମଧ୍ୟ ଆମେ ଦେଖିବା ତ ବ୍ୟସ୍ତ ହବାର କିଛି ନାହିଁ ଠିକ ଅଛି ତ ଯେତେବେଳେ ଏଇ ପାଖାପାଖି ନମ୍ବର ଦେଇଥିବ ତାହେଲେ ଏମାନଙ୍କର ଆଭରେଜ ଏମିତି କାଢିପାରିବେ ଆପଣ ଯେତେ ବଡ ନମ୍ବର ନିଅନ୍ତୁ ମୁଁ ଆଉ ଗୋଟେ ଏକ୍ସାମ୍ପଲ ନଉଛି ମନେକର ଦେଇଛି କେତେ ଗଲେ 520 526 517 500 500 ଦେଇଛି କେତେ ନା 500 500 କେତେ ନା 27 ତାପରେ ଦେଇଛି କେତେ ଯେତେ ଦେଇଛି ଆଉ ଟିକେ 530 510 ଠିକ ଅଛି ଏମିତି ଦେଇଛି ଦେଖନ୍ତୁ ଏ ପାଖାପାଖି ନମ୍ବର କେତେ ରହିଲା ସବୁ 500 ଅଛି ପଚାଶ ଏମାନଙ୍କର ଆଭରେଜ କେତେ ବୁଝିପାରୁଛି ପଚାଶ କଣ ନା ଏମାନଙ୍କର ଆଭରେଜ କେତେ ମନେ ଅଛି ଆପଣ ନେବେ ମନେକର ମୁଁ ନେଲି କେତେ ନା 5 ଆଭରେଜ ମନେକର ନେଲି କେତେ ମୁଁ ଏମିତି ଗୋଟେ ନମ୍ବର ନେବି ସହଜ କିନ୍ତୁ 510 ନେଉଛି ବହୁତ କମ ଅଛି 520 ନେଉଛି ମୁଁ ନେଲି 520 ଆପଣ ମନେ ଅଛି ଯାହା ବି ନେଇପାରିବେ ଦେଖିଲେ ଇଏ ଶୂନ ଅଧିକ ଏ ଭିତରୁ ନେଇପାରିବେ ନହେଲେ ମନେ ଅଛି ଆପଣ ୟା ବାହାରୁ ମଧ୍ୟ ଯେକୌଣସି ଗୋଟେ ନମ୍ବର ନେଇପାରିବେ ଇଏ କେତେ ଅଧିକ 6 ଅଧିକ ଇଏ କେତେ କମ ନା 3 କମ ଇଏ କେତେ ଅଧିକ ନା 7 ଅଧିକ ଇଏ କେତେ ଅଧିକ ନା 10 ଅଧିକ ଇଏ କେତେ କମ ନା 10 କମ ବୁଝିପାରିଲେ କେତେ 10 କମ ତାହେଲେ ଇଏ 10 ଇଏ 10 କଟିଗଲା ତାପରେ ଇଏ କେତେ 6 ପ୍ଲସ 6 ଅଛି ପ୍ଲସ 7 ଅଛି କେତେ ହେଲା 13 ମାଇନସ 3 କେତେ ହେଲା ନା ପ୍ଲସ 10 ଦେଖନ୍ତୁ 6 ପ୍ଲସ 13 13 ରୁ 3 ଗଲେ କେତେ ନା 10 ରହିଲା ये केते नंबर 1 2 3 4 5 6 6टा नंबर तो डिवाइडेड बाय 6 बुझि पाले टोटल केते नंबर 6टा नंबर डिवाइडेड बाय 6 ताले केते हिजो 520 प्लस आप काटले केते ना 5 बाय 3 हिजो 5 बाय 3 हेले केते हिजो 5 बाय 3 हेले आपन केते बाहिबो ना 5 बाय 3 हेले 1 पूर्ण 6 ताले केते हिजो 521 पूर्ण 6 बुझि पाले बुझिगला ना बुझिगला ତା ବ୍ୟତୀତ ଆପଣ ଯେକୌଣସି ନମ୍ବର ନେଇଥିଲେ ବି 521 ପୂର୍ଣ୍ଣ 6 ବାହାରିବ ଆପଣ ଯଦି ମିଶେଇକି ବି କାଢିବା ପାଇଁ ଚାହିଁବେ ତାହେଲେ ମିଶେଇ ପାରିବେ ଦେଖନ୍ତୁ ଯଦି ମିଶେଇ କାଢିବା ପାଇଁ ଚାହିଁବା ତାକୁ ମଧ୍ୟ ମିଶେଇ କରିପାରିବେ ଦେଖନ୍ତୁ କେତେ ଅଛି 0 6 6 7 13 13 7 କେତେ 13 7 21 21 ଏକ ରଖିଲା 2 ତାପରେ 2 2 4 4 5 5 2 କେତେ ନା 5 2 ହେଉଛି କେତେ ଆପଣଙ୍କର 5 7 7 3 10 10 11 11 2 କେତେ ନା 13 13 ନଗଲା 1 ତାହେଲେ କେତେ 30 5 5 10 5 15 5 20 5 କେତେ ନା 5 25 26 25 25 5 30 31 31 ବାଇ କେତେ ନମ୍ବର ଅଛି 6 ନମ୍ବର 6 ନମ୍ବର ହରିବି କେତେ 6 5 31 6 2 ଗୁଣେ 12 12 ହେଲେ କେତେ 6 କେ 6 ବଳି ପଡିଲା କେତେ 6 ହେଲେ କେତେ ନା 6 ଟା 600 କେତେ ବଳି ପଡିଲା 12 1 11 ହେଲେ କେତେ ଦେଲା ଭାଇ ଭାଇ ବୁଝିପାରିଲେ କେତେ ବାହାରିଲା ସେଇ ବାହାରିବ ବୁଝି ହଉଛି ନା ବୁଝି ହଉନି ବୁଝିପାରିଲେ ତ ଠିକ ହେଇଛି ଭାଇ କାଲକୁଲେସନ ସେମ ହିଁ ଆସିବ ବୁଝିପାରିଲେ ୟା ବ୍ୟତୀତ ଆପଣ ଯେକୌଣସି ଗୋଟେ ନମ୍ବର ନେଲେ ମଧ୍ୟ ତାର କଣ ହବ ଆଭରେଜ ସେମ ହିଁ ଆସିବ 520 ନ ନେଇକି ଆପଣ କହିବେ ଏ ଭିତରୁ ଯୋଉ ନମ୍ବର ଅଛି ସେଇଟା ମଧ୍ୟ ନେବେ ମୁଁ ଆପଣ କହିବେ 525 ଠିକ ଅଛି 525 ନବା 525 ନେଲେ ଇଏ କଣ ହେଲା ହେଲା ମାଇନସ 1 ଇଏ ହେଲା କେତେ ସରି ମାଇନସ 5 ଇଏ ହେଲା କେତେ ପ୍ଲସ 1 ଇଏ ହେଲା କେତେ ନା ମାଇନସ 8 ଇଏ ହେଲା କେତେ ପ୍ଲସ 2 ଇଏ ହେଲା କେତେ ନା ପ୍ଲସ 5 ଇଏ ହେଲା କେତେ ନା ମାଇନସ 15 ଏତିକି ରହିଲା ବୁଝିପାରିଲେ ଏତିକି ରହିଲା ତାପରେ ଦେଖନ୍ତୁ ମାଇନସ 5 ମାଇନସ 8 ମାଇନସ 5 ମାଇନସ 13 ମାଇନସ 15 ମାଇନସ 28 ହେଇଯିବ ମାଇନସ 28 ରୁ 8 ଗଲେ କେତେ ନା ମାଇନସ 20 ହେଇଯିବ ମାଇନସ 20 କେତେଟା ଅଛି 6ଟା ନମ୍ବର ଅଛି 6ଟା ନମ୍ବର ଅଛି ବୁଝିପାରିଲେ 6ଟା ନମ୍ବର ଅଛି ତାହେଲେ କେତେ ହେଇଯିବ
525 माइनस केते 3 पॉइंट 3 पॉइंट केते हबो ना रहले 20 रे 2 बाय 6 केते 3 ठीक है 521 पॉइंट आपण या पे जे कोनोसी नंबर नेले मध्य यार एवरेज कोन मारिबो ना सब बेले एई मेथड तो एई मेथड रे कले आपण मानु कोन हबो ना सहज हो करिए ठीक है बुझी पाले समझते आई होप कि समझते क्लियर थिबे कांसेप्ट तापर देखो केतर जिंस सम करियो और एवरेज केमि करियो ताले आमे को जाने कार गोटे एवरेज केमि करिया एई बळे मेथड आपण माने काढी पाइबे तार तो पुଣି देखिले आपण एवरेज केमि बाहिरो ना आपण कहले कोन सम ऑफ द ऑब्जर्वेशन डिवाइडेड बाय कौन नंबर्स ऑफ ऑब्जर्वेशन बुझिपारे जदि मु कहिबी n टा नेचुरल नंबर कौन कहछि ना एवरेज है बेले बेले डायरेक्ट क्वेश्चन आसते तो ये जिनिस आपन के ध्यान रखियो पड़बो तो कोई n नेचुरल नंबर 1 2 3 4 अप टू कौन 4 अप टू n जाए अच्छा तो एमगा एवरेज तार तो प्रथमे सब को मिसेले बोल कौन हो n होल इनटू n प्लस 1 डिवाइडेड बाय 2 कहि दिले आपन मानू जेते नंबर सिस्टम पढि दिले कहि दिले आपन मानू एटा होछ कोन आपन करो सम बारी पड़ला जदि मु एवरेज करी देखो केतुरा नंबर अछि n टा नंबर अछि लाकू कोन करिवि जदि मु एमर एवरेज काढी ताकू कोन करिवि ये सम तो रहिला ये सम तो रहिला ताकू पुଣି थे कोथरा हलिबि जदि n टा नंबर अछि n रो हलिबि एन कटिया जगते दियो n plus 1 by 2 रो n plus 1 by 2 जदि क्वेश्चन में एमदी देखो डायरेक्ट क्वेश्चन पचाथिबो डायरेक्ट क्वेश्चन कोन पचाथिबो से कहे प्रथम प्रथम कोन प्रथम कोन कहथिबो अगर कहथिबो 1 2 अप टू को जाए ना 50 जाए कोन पचाथिबो 50 जाए नंबर कोन का एवरेज केते तले आपण माने कोन करिवे देखंतु कोन आपण रेचु फास्ट n plus 1 एटी n केते 50 50 प्लस जाए कि केते 51 51 बाय 2 केते दियो ना 25.5 ହେଲା मोबाइल पड़ियो 25.5 बुझिया ना बुझिया समझ तू सेई बोले नेक्स्ट जिवा यदि पचाइतो स्क्वायर मानकर गण संख्या रो स्क्वायर मानकर एवरेज केते देखो माने कोन कहबी तो 1 रो स्क्वायर 2 रो स्क्वायर 3 रो स्क्वायर 4 रो स्क्वायर 5 रो स्क्वायर अप टू जास्ती हो तो n रो स्क्वायर पर्यंत तो जदि मु आपन कहथि यार सम दिन पाइलो ना n होल इनटू n plus 1 होल इनटू 2n plus 1 by कितना अछि ना n टा अछि कितना अछि ना n टा अछि तो कितना ना n टा अछि तार तो मुझ कहबी यार सम मारि पड़ाते तो एवरेज कोन हबो एवरेज हमर कोन हबो n होल इनटू n plus 1 होल इनटू 2n plus 1 by 6 पुणी n टा धरि डिवाइडेड बाय n n कटिगल तो केते हिजो n plus 1 होल इनटू 2n plus 1 डिवाइडेड बाय केते बुझिला डिवाइडेड बाय कोन होला 6 तो ए हला स्क्वायर मानकर कोन ना एवरेज हला जदि 50 थाते बोलिबे 1 स्क्वायर 2 स्क्वायर अप टू को जाए अप टू 10 स्क्वायर बता एवरेज केते तो एवरेज आपण को n ता केते हिजला n होला 10 तला आपण डायरेक्ट पकेबे केते 10 प्लस 1 11 इनटू केते 11 10 दुगुणे केते 20 20 प्लस 1 केते 21 21 बाई 6 कटिले केते हिजो 7 ये 2 77 बाई 2 तो केते हिजो मोर भाई माने 3 3 हेले बळिला केते 1 17 हेले केते ना 8.5 38.5 बुझि पाले एवरेज केते हिजो 38.5 हिजो बुझियो ना बुझियो बुझियो तो समझ तुमु अरे भाई माने बुझिया तो एया थिला हमरा एवरेज बुझि पाले से माने एन क्यू थिबो क्यू मानकर माने एम थिबो 1 क्यू 2 क्यू 3 क्यू अप टू एमती को जाथिबो n क्यू जाथि या सम कोन कहथिले n होल इनटू n प्लस 1 बाय 2 रो होल स्क्वायर या अर्थ कोन n स्क्वायर होल इनटू केते n प्लस 1 रो होल स्क्वायर डिवाइडेड बाय कोन 4 या अर्थ एटा जदि मु एमरा एवरेज करी एवरेज कले कोन
केतुरा नंबर अछि n टा नंबर अछि तो डिवाइड बाय कोन n करी तो n स्क्वायर होल इनटू केते n प्लस 1 रो होल स्क्वायर डिवाइड बाय 4 तो रहइबो पूर्ण तर कोन ना n रो हरा तो गोटे n को गोटे कटि गला रहइला कोन ना n होल इनटू n प्लस 1 रो स्क्वायर डिवाइड बाय कोन बुझियला रहइला 4 तो जदी 50 दे इबळी भाबे 1 रो क्यू 2 रो क्यू अप टू केते ना 10 रो क्यू पर्यंत यार एवरेज केते काढिया पे তাহলে এটি n কেতে হইতো না 10 হই जांदा और एवरेज केते जांदा एवरेज केते हो ना 10 इनटू केते 11 स्क्वायर 121 बाय 4 তাহলে কেতে जांदा भाई 5 ये 2 তাহলে কেতে दा 5 60 बाय केते 2 3 0 2.5 কেতে जांदा तो 2.5 ঠিক আছে বুঝিল তো এয়া ছিল আপনাদের কেতোটি डायरेक्ट क्वेश्चन जोड़ा क्वेश्चन रे आसे और एटा बहुत जण छाड़ी के आसतांती सेति पय यूट्यूब का आपण कहबे बुझियो कि ना बुझियो बुझी पाले तो भाई माने बुझी पाले तो डेविएशन मेथड रे किमि पढ़ा जे मते जानि पाले तो आई होप कि समस्त क्लियर ठीक अछि बुझी पाले समस्त तबे क्वेश्चन अछि देखिबा क्वेश्चन देखि कि बुझिबा तापर और जिनिस देखो कॉन्सेप्ट पढ़ना तो पढ़ना पे बुझिबा तो डेविएशन मेथड कोन डेविएशन मेथड कोन आप एक्चुअली बोल छ ମୁଁ କହିଲି 3 ଜଣ ଲୋକ ଯଦି 5 ଜଣ ପାଖରେ ଅଛି 10 ଜଣ ପାଖରେ ତ ଅଛି ନା ଜଣ ପାଖରେ ମନେକର ଅଛି କେତେ ନା ମନେକର ଅଛି କେତେ ନା ଅଛି ମନେକର 5 10 ହେଲା 3 ଜଣ ଲୋକଙ୍କର ଅଛି ଡେଭିଏସନ ମେଥଡ ସେ ଡେଭିଏସନ ମେଥଡ ମାଧ୍ୟମରେ ଆପଣ କିଭଳି ଭାବେ କ୍ୱେଶ୍ଚିନ ଗୁଡିକ ସହଜରେ ସଲ୍ଭ କରିବେ ତାହା ମଧ୍ୟ ଶିଖିବା ଯଦି ଆପଣ ଆକ୍ଚୁଆଲି ଡେଭିଏସନ ମେଥଡର ମିନିଂ କଣ ଜାଣିଥିବେ ବୁଝିଲେ ତ ତିନିଟା ନମ୍ବର ରହିଲା 5 10 18 ମୁଁ କହିଲି 3 ଜଣ ଲୋକ ଅଛି ଜଣ ପାଖରେ 5 ଟଙ୍କା ଅଛି ଜଣ ପାଖରେ 10 ଟଙ୍କା ଅଛି ଜଣ ପାଖରେ 18 ଟଙ୍କା ଅଛି ବୁଝିପାରିଲେ ତ ମୁଁ କଣ କରିବି ନା 3 ଜଣଠୁ ପଇସା ଆଣିଲି 3 ଜଣଠୁ ପଇସା ଆଣିଲେ ମୋ ପାଖରେ କେତେ ଟଙ୍କା ହେଲା ଦେଖିଲେ ତାହେଲେ ମୋ ପାଖରେ କେତେ ଟଙ୍କା ହେଇଗଲା ନା 33 ଟଙ୍କା ହେଇଗଲା 33 ଟଙ୍କା ହେଇଗଲା 33 ଟଙ୍କା ମୁଁ କଣ କରିବି ନା 3 ଜଣ ଭିତରେ ଭାଗ କରି କେତେ 11 ଟଙ୍କା ହେଇଗଲା କେତେ ହେଲା? ନା 11 ଟଙ୍କା ହେଇଗଲା ବୁଝିଗଲା ନା ବୁଝିଗଲା କେତେ ହେଲା? 11 ଟଙ୍କା ହେଇଗଲା ତା ତ ଭାଇ ମାନେ ମୁଁ ଯଦି ଡେଭିଏସନ ଡାଇରେକ୍ଟ ମୁଁ ଆଭରେଜ ମୁଁ କାଢୁଥିଲି ଆଭରେଜ କଣ କରୁଥିଲି ନା କେମିତି କରୁଥିଲି ମନେକର ଆଭରେଜ ଧର 10 ଯଦି ଆଭରେଜ 10 ହେଲା ତାହେଲେ ଇଏ କେତେ କମ 5 କମ ଇଏ 0 ଇଏ କେତେ ନା ଇଏ ହଉଛି ଆପଣଙ୍କର କେତେ ନା 8 ଅଧିକ ତାହେଲେ ଆପଣ ମାନେ ଦେଖିପାରିବେ -5 ପ୍ଲସ 8 କେତେ ହେଲା ପ୍ଲସ 3 ବାଇ କେତେ ତିନିଟା ନମ୍ବର ଅଛନ୍ତି ତ 3 ଡିଭାଇଡ କରିବା 10 ପ୍ଲସ 1 କେତେ ହେଲା ମୋର ନା 11 ହେଇଯାଉଛି ତାହେଲେ ତ ଆପଣ ମାନେ ଯଦି 10 ନଉଛନ୍ତି ବାହାରୁଛି 11 ଯଦି ମୁଁ ଆଭରେଜ ଡାଇରେକ୍ଟ ମୁଁ କଣ କରିବି ନା ମନେକର ଧରାଯାଉ ଆଭରେଜ 11 ଆଭରେଜ କଣ କରିବି ନା 11 ଧରାଯାଉ ବୁଝିପାରିଲେ ଦେଖନ୍ତୁ ଭଲସେ ବୁଝନ୍ତୁ କାରଣ ବହୁତ ଇମ୍ପୋର୍ଟାଣ୍ଟ କନସେପ୍ଟ ଏଟା ଯଦି ମୁଁ ଆଭରେଜ 11 ଧରିବି ତାହେଲେ ଭାଇ ମାନେ ଦେଖିଲେ ଯଦି ମନେକର ମୁଁ ମନକୁ ମୋ ଆଭରେଜ 11 ବାହାରିଗଲା ତ ଦେଖିଲେ ଭାଇ ମାନେ ଇଏ କେତେ କମ ନା ଇଏ 6 କମ ଇଏ କେତେ କମ 1 କମ ଇଏ କେତେ ଅଧିକ ନା 7 ଅଧିକ ତାହେଲେ -6 -1 ପ୍ଲସ 7 ଏ ଯୋଉ ଏରା ହଉଛି କଣ ନା ଡେଭିଏସନ ଇଏ ଆଭରେଜ ଟାରୁ କଣ କେତେ ଅଧିକ କିମ୍ବା କମ ହଉଛନ୍ତି ତାହେଲେ ଦେଖିଲେ ଭାଇ ମାନେ ଏଗୁଡା ଯେତେବେଳେ ମୁଁ ମିଶଉଛି ସବୁବେଳେ ମୋର 0 କଣ ବାହାରିବ ନା ବାହାରିବ ଡେଭିଏସନ ବୁଝିହଉଛି ନା ବୁଝିହଉନି ଭଲସେ ବୁଝନ୍ତୁ ବହୁତ ବଢିଆ କନସେପ୍ଟ ଦେଖନ୍ତୁ ମୁଁ କଣ କହିଲି ନା 5 10 18 ଏ ତିନିଟା ନମ୍ବର ଅଛି ତ ତିନିଟା ନମ୍ବର ଆଭରେଜ ବାହାରିଲେ ବାହାରୁଛି କେତେ 11 ଯଦି ମୁଁ ଆଭରେଜ ଟା ମୁଁ ଡେଭିଏସନ ମେଥଡ କାଢୁଛି ଗୋଟାକୁ ନେଇଗଲେ 10 ତାପରେ 10 ନେଲା ପରେ ମୋର ଏଠି କେତେ ବଢୁଛି ନା ଏଠି -5 ହଉଛି ଏଠି କେତେ ହଉଛି ନା 0 ହଉଛି ଏଠି କେତେ ହଉଛି ନା 8 ହଉଛି ତ -5 ପ୍ଲସ 8 3 ତିନିଟା ନମ୍ବର ଅଛି 3 ଡିଭାଇଡ କଲି ତ ବାହାରିଲା କେତେ ନା 11 ବାହାରିଲା ତ ଦେଖିଲେ ଭାଇ ମାନେ ମୁଁ ଯଦି ମନକୁ ମନେକର 11 ନମ୍ବର ଟା ନେଇଗଲି ମୁଁ କହିଲି ଧରାଯାଉ ମୋ ନମ୍ବର ଏଭରେଜ ହଉଛି 11 ତ ଟୋଟାଲ ଡେଭିଏସନ ମିଶିଲେ ସବୁବେଳେ କଣ ହଉଛି ନା 0 ହଉଛି ଏଥିରେ ଗୋଟେ କନସେପ୍ଟ ଆପଣ ଜାଣିପାରିଲେ ମନେକର ଡାଇରେକ୍ଟ ଏମିତି ଦେଇଥାନ୍ତା ତିନିଟା ନମ୍ବର ଦେଇଥାନ୍ତା କଣ ତିନିଟା ନମ୍ବର କହିଥାନ୍ତେ ତିନିଟା ନମ୍ବର ଯାହାର ଆଭରେଜ ହଉଛି କଣ କଣ ନା ଆଭରେଜ ହଉଛି କଣ ନା
ମାନେ 5 10 ଆଉ ନମ୍ବର କେତେ ଆମେ ଜାଣିଲେ ଆଉ ସେମାନଙ୍କ ଆଭରେଜ ହଉଛି 11 କଣ ଅଛି ନା 11 ଯଦି ପଚାରିଥାନ୍ତେ ସେ ନମ୍ବରଟା କେତେ ଆପଣ ମାନେ କଣ କରିଥାନ୍ତେ ନା ତିନିଟା ନମ୍ବର ଅଛି ଯାହାର ଆଭରେଜ ହଉଛି 11 ଆଉ ଗୋଟେ ହଉଛି 5 10 ଆଉ ଗୋଟେ x ପଚାରିଥାନ୍ତା x ର ମୂଲ୍ୟ କେତେ କଣ ପଚାରିଥାନ୍ତା x ର ମୂଲ୍ୟ କେତେ ତାହେଲେ ଆପଣ ମାନେ କଣ କରିଥାନ୍ତେ ଯଦି ତିନିଟା ନମ୍ବର ଅଛି ଆଉ ତା ଆଭରେଜ 11 ଟୋଟାଲ କଣ ହେଇଥାନ୍ତା 33 ହେଇଥାନ୍ତା ये 5 10 मिसिले केते 15 प्लस 100 ताले टोटल मिसिले होची 15 प्लस 100 मूल्य केते 33 ताले 100 मूल्य केते बार थाता 18 बार थाता बुझि पारले केते बार थाता 18 बार थाता तो एटा जरा छोटो नंबर टा बोले आपण काढी देले एमती सेंस करके गुणा गुणी कर देले तो टाइम मते एते तो मु कोन करबी देखंतु तो मोर एवरेज देछि 15 सॉरी 11 ताले मोर केते कम ना ये केते कम 11 6 कम ये -6 दियो ताले ये -6 ये +1 ताले केते होला -7 हेगला तार तो भाई माने जो -6 टी -1 तो 7 टा कम होची ना एवरेज टा कम आसी एटा मेंटेन कोठी होची ना एठी होची या तो एते 11 तो अछि ये -6 -1 मिसी की एठी 7 मिसीची टोटल मोर केते हे जेटा 18 हे जिवो बुझी पारले न बुझी पारले म आउ थरे बुझो जे आउ गोटे क्वेश्चन नै कि मन कर पांचटा नंबर अछि गोटे नंबर होची केते 10 15 20 20 तापर केते ना मन कर तापर होची 5 तापर होची मन कर 15 पांचटा नंबर अछि नहले केते हो 30 30 हो ହେଲା 30 न होके मन कर और x केते ना x एई जे मन का एवरेज केते कहले भाई माने मन एवरेज दिते 18 केते अछि 18 बुझी पारले केते अछि 18 ପଚାରିଛି କଣ ଦେଇଛି ନା x ର ମୂଲ୍ୟ କେତେ ସେଇଭଳି ଭାବେ ଯେତେବେଳେ ଏମିତି କ୍ୱେଶ୍ଚିନ୍ ଯଦି ଆପଣ କଣ କରିବେ ପାଞ୍ଚଟା ନମ୍ବର ଅଛି ଯଦି ଆପଣ ମାନେ ଡାଇରେକ୍ଟ ବେସିକ ମେଥଡ କାଢିବାକୁ ଚାହିଁବେ କଣ କରିବେ ନା ପାଞ୍ଚଟା ନମ୍ବର ଅଛି ପାଞ୍ଚଟା ନମ୍ବର ଆଭରେଜ ହଉଛି ତ ପାଞ୍ଚଟା ନମ୍ବର ଅଛି ଆଭରେଜ ହଉଛି 18 ତାର ଟୋଟାଲ ହେଇଗଲା କେତେ ଟୋଟାଲ ହେଇଗଲା ଆମର କେତେ 18 ପଞ୍ଚା 90 18 ପଞ୍ଚା 90 ତାହେଲେ ଆପଣ କଣ କରିବେ ମିଶେଇବେ 10 15 କେତେ 25 25 20 35 5 କେତେ 45 5 ହଉଛି କେତେ ଆପଣଙ୍କର ନା 50 ତାହେଲେ ଟୋଟାଲ ମିଶିକି 50 ପ୍ଲସ x ହଉଛି ତାହେଲେ ସେ x ର ମୂଲ୍ୟ କେତେ ହେଇଯିବ 50 ପ୍ଲସ x ର ମୂଲ୍ୟ ହଉଛି 90 ତାହେଲେ x ର ମୂଲ୍ୟ କେତେ ହେଇଯିବ 90 ମାଇନସ 50 କେତେ ହେଇଯିବ 40 ହେଇଯିବ ବୁଝିପାରିଲେ କେତେ ହେଇଯିବ 40 ହେଇଯିବ x ର ମୂଲ୍ୟ 40 ତ ଆପଣ ମାନେ ଏମିତି କାଢିବେ ନହେଲେ କେମିତି କାଢିବେ ଦେଖନ୍ତୁ ଯେହେତୁ ମୋର ଆଭରେଜ ହଉଛି 18 ତାହେଲେ ଏଇଟା ଡେଭିଏସନ କେତେ ହେଲା ନା -8 କେତେ ହେଲା -8 ଏଠି କେତେ ନା -3 ଏଠି କେତେ ନା +2 ଏଠି କେତେ ନା ଏଠି ମୋର ହଉଛି -13 କେତେ ହେଲା -13 ତାହେଲେ ମୁଁ କଣ କହିଲି ଯେତେବେଳେ ଆଭରେଜ ଯେତେବେଳେ ଟୋଟାଲ ଡେଭିଏସନ କେତେ ହବ ନା ଟୋଟାଲ ଡେଭିଏସନ ହବା ଦରକାର 0 ଟୋଟାଲ ଡେଭିଏସନ କଣ ହଉଥିବ ନା 0 ହଉଥିବ ସବୁବେଳେ କଣ ହଉଥିବ ନା 0 ହଉଥିବ ତ ଦେଖିଲେ -8 -3 ମିଶିଲେ କେତେ -11 -11 ପ୍ଲସ 13 ମିଶିଲେ କେତେ ହେଇଯାଉଛି ନା -11 ପ୍ଲସ ସରି -11 -13 ମିଶିଲେ କେତେ ହେଇଯାଉଛି ନା -11 -13 ମିଶିଲେ କେତେ ନା 24 ହେଇଯାଉଛି -24 କେତେ ହଉଛି -24 ପ୍ଲସ 2 ମାନେ କେତେ ହଉଛି ହେଲା -22 କେତେ ହେଲା -22 ତା ଅର୍ଥ ଏମାନଙ୍କର ଡେଭିଏସନ ହଉଛି -22 ତାହେଲେ ଏଠି ଯୋଉ ନମ୍ବରଟା ହେଇନଥିବ ଭାଇ ମାନେ ये डेविएशन ରୁ କଣ ହେଇଥିବ ନା 22 ଅଧିକ ହେଇଥିବ ୟା ତ ଆଭରେଜ ହଉଛି 18 ପ୍ଲସ 22 ହେଇଥିବ ତାହେଲେ କେତେ ହେଇଗଲା ମୋର ନା 40 ହେଇଗଲା ବୁଝିପାରିଲେ ଏଥିରେ ଖାଲି ଟେକ୍ନିକ ଲାଗୁଛି ଏଥିରେ କିନ୍ତୁ ଏଇଟା କାଢିବା ବହୁତ ସହଜ ବଡ ବଡ କ୍ୱେଶ୍ଚିନ ରେ ଏଇଭଳି ଭାବେ କାଢିଲେ ଆପଣ ବହୁତ ସ୍ପିଡଲି ଆଉ ସହଜରେ କାଢିପାରିବେ ହେଲା ବୁଝିପାରିଲେ ନା ବୁଝିପାରିଲେ ତ ଯେତେବେଳେ ଆପଣଙ୍କର କଣ ଦେଇଥିବ ନା ଆଭରେଜ ଦେଇଥିବ ଏମିତି ନମ୍ବର ଦେଇଥିବ ପଚାରିଥିବ ନମ୍ବରଟି କେତେ ତାହେଲେ ଆପଣ କଣ କରିବେ ଏଇ ମେଥଡରେ କାଢିପାରିବେ ବୁଝିପାରିଲେ ସମସ୍ତେ ଏଇ ମେଥଡରେ କାଢିପାରିବେ ଯଦି ବି କିଛି ଡାଉଟ ରହିବ ତାହେଲେ ଯେତେ ଯେତେ ଶୀଘ୍ର ଆପଣ ମାନଙ୍କର ଭଲ ପାଇବା ଆମ ସହିତ ରହିବ ଭାଇ ମାନେ ଆପଣ ଯେତେ ଶୀଘ୍ର ଆମକୁ ସପୋର୍ଟ କରିବେ ଯେତେ ଶୀଘ୍ର ଆମ 1000 ସବସ୍କ୍ରାଇବର ହେଇଯିବ ଆମେ ଡାଇରେକ୍ଟ ଲାଇଭ କ୍ଲାସେସ୍ ଆସିପାରିବା ଲାଇଭ କ୍ଲାସ ଆସିଲେ ମୁଁ ଆପଣ ମାନଙ୍କୁ କଣ କରିବି ନା ଡାଇରେକ୍ଟ ଲାଇଭ କ୍ଲାସରେ ପଢିବି ଆପଣଙ୍କର ଯାହା ବି ଡାଉଟ ରହିବ ଆମ ତାକୁ ସଲ୍ଭ କରିବାକୁ ପୁରା ଟ୍ରାଏ କରିବି ସେଥିପାଇଁ ତ ଆପଣ ମାନେ ଆମକୁ ସପୋର୍ଟ କରିଥାନ୍ତୁ ଆଉ ଆଉ ଯଦି କିଛି ଡାଉଟ ରହିଥାଏ ଆମ ଡେସ୍କ୍ରିପସନ ଥିବା ଲିଙ୍କରେ ଆପଣ ମାନେ ଜଏନ ହୋଇକି ସେଥିରେ ଆପଣଙ୍କର ଡାଉଟ ମଧ୍ୟ ପଚାରି ପାରିବେ ଠିକ ଅଛି ବୁଝିବ ସମସ୍ତଙ୍କୁ ବୁଝିପାରିଲେ ତାହେଲେ ଇଏ ରହିଲା ଆପଣଙ୍କର ତ ଏଇଥିରେ ଗୋଟେ କୋଶ୍ଚିନ୍ ଅଛି ଦେଖିଲେ ଭାଇ ମାନେ
कौन कहछि गोटे क्वेश्चन रे क्वेश्चन कौन कहछि ना ए स्टूडेंट वाज हैव टू फाइंड अर्थमेटिक मीन माने कौन कहछि आपण अर्थमेटिक मीन माने होछ बोलते से एवरेज गोटे स्टूडेंट को कहला ना अर्थमेटिक मीन ऑफ फॉलोइंग 12 नंबर ये 12 टा नंबर अछि जहां पर कौन ना अर्थमेटिक मीन करिया पे कहला ହେଲା कौन कौन अछि ना 3 11 7 9 15 13 8 19 17 21 14 100 मीन के होछि ना 12 होछि मीन के होछि मीन के होछि ना 12 होछि ତାହେଲେ 12ଟା ନମ୍ବର ଅଛି ଯାହାର ଆଭରେଜ ହଉଛି 12 ତାହେଲେ ଏଠି ଗୋଟେ ନମ୍ବର ଅଛି କଣ 3 11 7 9 ଏମିତି ରହିଲା ଗୋଟେ ନମ୍ବର ଅଛି 100 ହେଲା କଣ ଅଛି ନା 100 ଅଛି ସେ ପଚାରିଛି କଣ ଭାଇ ମାନେ ଆପଣ ମାନଙ୍କୁ ସେ କହିଛି ଯେ ଯଦି ଏ 12ଟା ନମ୍ବର ଆଭରେଜ 12 ହୁଏ ତାହେଲେ 100 ର ମୂଲ୍ୟ କେତେ ନିର୍ଣ୍ଣୟ କର ଆପଣ ମାନେ ବେସିକ ରେ ମଧ୍ୟ କରିପାରିବେ ଯଦି କଣ 12ଟା ନମ୍ବରର ମିନ୍ 12 ହଉଛି ତ ଟୋଟାଲ ନମ୍ବର ମାନେ ମିଶିଲେ କେତେ ହବ 12 ଗୁଣ 12 କେତେ ହେଇଯିବ 144 ତାପରେ ଆପଣ x କାଢିବା ପାଇଁ କଣ କରିବେ ଏ ସବୁ ମିଶେଇ ଦେବେ ମିଶେଇକି ଫେଡି ଦେଲା ପରେ x ର ମୂଲ୍ୟ ବାହାରି ପଡିବ ଏମିତି ମଧ୍ୟ କାଢି ପାରିବେ କିମ୍ବା ଆପଣ ମାନେ କଣ କରିପାରିବେ ଆମର ମେଥଡରେ ଡିଭିଜନ କଣ କରିପାରିବେ ନା ଦେଖନ୍ତୁ ଯଦି 12 ହେଲା ଆଭରେଜ କଣ ହେଲା ସରି ଆଭରେଜ 12 ହେଲା ତାହେଲେ ଇଏ କେତେ କମ ନା 9 କମ କେତେ କମ ନା 9 କମ ଇଏ କେତେ କମ 1 କମ ଇଏ କେତେ କମ ନା 5 କମ ଇଏ କେତେ କମ ନା 3 କମ ଇଏ କେତେ ଅଧିକ ନା ଇଏ ଅଧିକ 3 ଅଧିକ ଇଏ କେତେ ଅଧିକ ନା 1 ଅଧିକ ଇଏ କେତେ କମ ନା କେତେ ନା 4 କମ କେତେ 4 କମ ଇଏ କେତେ ଅଧିକ ଏ କେତେ ଦେଖ ଏମିତି କଲେ ଆପଣ ମଜାଳିଆ ବହୁତ ସହଜରେ ମଧ୍ୟ ବାହାରି ପଡିବ ବହୁତ ସହଜ ଆନ୍ସର ବାହାରିବ କେତେ ଅଧିକ ନା 7 ଅଧିକ କେତେ ଅଧିକ ନା 5 ଅଧିକ ଏ କେତେ ଅଧିକ ନା 9 ଅଧିକ ଏ କେତେ ଅଧିକ ନା 2 ଅଧିକ ବୁଝିପାରିଲେ ଏତିକି ଅଧିକ ରହିଲା ତାହେଲେ ଦେଖିଲେ ଭାଇ ମାନେ ଏଠି ପ୍ଲସ 5 ଅଛି ଏଠି ମାଇନସ 5 କଟିଗଲା ମାଇନସ 3 ପ୍ଲସ 3 କଟିଗଲା ମାଇନସ 1 ପ୍ଲସ 1 କଟିଗଲା ତାପରେ କିଏ ରହିଲା ତାପରେ ଦେଖୁ ପ୍ଲସ 9 ମାଇନସ 9 କଟିଗଲା ତାପରେ ଦେଖିଲେ ଭାଇ ମାନେ କେତେ ରହିଲା ନା ମାଇନସ 4 ଇଏ 7 ପ୍ଲସ 2 ତାହେଲେ କେତେ ହେଇଗଲା 7 2 9 9 ରୁ ମାଇନସ 4 ଗଲେ କେତେ ହେଇଗଲା ନା 9 ରୁ ମାଇନସ 4 ଗଲେ କେତେ ହେଲା ନା 5 ହେଇଗଲା କେତେ ହେଇଗଲା ନା 5 ହେଇଗଲା ତାହେଲେ କଣ ଡେଭିଏସନ ହଉଛି କେତେ ପ୍ଲସ 5 ବୁଝିପାରିଲେ ଡେଭିଏସନ କେତେ ହଉଛି ନା ପ୍ଲସ 5 ୟା ଯେ ଏକ୍ସ ନମ୍ବରରେ ଯେତେବେଳେ ମାଇନସ ବାହାରୁଥିଲା ମିଶଉଥିଲେ କିନ୍ତୁ ଏଠି ପ୍ଲସ ବାହାରିଛି ତାହେଲେ ୟା ଆଭରେଜ ଠାରୁ କଣ ଥିବ ନା 5 କମ ଥିବ ସେଥିପାଇଁ ଡେଭିଏସନ ପ୍ଲସ 5 ହେଉଛି ତାହେଲେ କେତେ ହେଇଯିବ ନମ୍ବରଟା ନା 7 ହେଇଯିବ ବୁଝିପାରିଲେ ବହୁତ ସହଜରେ ଆଉ ବହୁତ ସ୍ପିଡଲି ଆନ୍ସର ବାହାରିବ ଏଇ କନସେପ୍ଟରେ ଗଲେ ଆପଣଙ୍କୁ ବହୁତ ସହଜରେ ଆଉ ବହୁତ ସ୍ପିଡଲି ଆନ୍ସର ବାହାରିବ ବୁଝିପାରିଲେ ତାହେଲେ ନମ୍ବର କେତେ ହେଲା 7 ହେଇଗଲା ଦେଖନ୍ତୁ ଭାଇମାନେ ଯଦି ଆପଣମାନେ କାଢିବେ ଏମିତି ଡାଇରେକ୍ଟ ମେଥଡରେ କାଢିବେ ତ କଣ ହେଇଛି 12ଟା ନମ୍ବରର ଆଭରେଜ ହଉଛି 12 ଟୋଟାଲ କେତେ ହେଲା 12 ଗୁଣ 12 କେତେ ହେଲା 144 144 ହେଲା ବର୍ତ୍ତମାନ ଆକୁ ମିଶାନ୍ତୁ 3 11 ମିଶିଲେ କେତେ ହଉଛି ନା 3 11 ହଉଛି 14 14 7 21 21 9 30 30 15 45 45 10 45 55 55 58 58 8 କେତେ ହେଇଯିବ 66 66 10 ହେଇଯିବ 76 9 ହେଇଯିବ 76 9 ହେଇଯିବ 85 85 10 95 95 7 ହେଇଛି କେତେ ନା 95 7 ଆପଣଙ୍କର ହେଇଛି କେତେ ନା 102 102 100 କେତେ ହେଇଯିବ 102 ପ୍ଲସ କେତେ 21 102 କେତେ ନା 102 ହେଲେ ହେଇଯିବ 122 123 123 ପ୍ଲସ 10 ହେଇଛି କେତେ ନା ଆପଣଙ୍କର ହେଇଯିବ 123 ପ୍ଲସ 10 ହେଇଯିବ କେତେ 133 ପ୍ଲସ 4 କେତେ ହେଇଯିବ 133 ପ୍ଲସ 4 କେତେ 137 ହେଇଯିବ ତ କେତେ ହେଇଯିବ 137 137 ପ୍ଲସ x ମୂଲ୍ୟ କେତେ ହେଇଯାଉଛି 144 ତାହେଲେ x ମୂଲ୍ୟ କେତେ ବାହାରିବ 144 ମାଇନସ 137 କେତେ ବାହାରିବ ସେଇ 7 ବୁଝିପାରିଲେ କେତେ ନା 7 ବାହାରିବ এইଭଳି ଭାବେ ଆପଣମାନେ ଯେକୌଣସି କ୍ୱେଶ୍ଚନ ଏମାନେ ଏଇ ଯୋଉ ଲେଟର ଦେଖାଯାଉଛି ନା ଦେଖାଯାଉନି ଲେଟର ଦେଖାଯାଉଛି ତ ଆପଣମାନଙ୍କୁ ଠିକ ଅଛି ତ ଏଇଭଳି ଭାବେ ଆପଣମାନେ କଣ କରିପାରିବେ ବୁଝିପାରିଲେ এইଭଳି ଭାବେ ଆପଣମାନେ କଣ କରିପାରିବେ ନା କାଢିପାରିବେ ଆଭରେଜ ବହୁତ ସହଜରେ ଆଭରେଜ କାଢିପାରିବେ ତ ଆଜି ପାଇଁ କ୍ଲାସ ଏତିକି ଥାଉ କାଲି ଆମେ ଭଲସେ ଆହୁରି ଯୋଉ କନସେପ୍ଟ ରହିଛି ଆଭରେଜ ଭାଇମାନେ ବହୁତ ବଢିଆ କନସେପ୍ଟ ରହିଛି ଡେଭିଏସନ ମେଥଡ ଯେତେବେଳେ ଯୋଉ 30ଟା ଲୋକଙ୍କର ଆଭରେଜ ଏତିକି 50ଟା ଲୋକଙ୍କର ଆଭରେଜ ଡେଭିଏସନ ମେଥଡ ବହୁତ ଚୁଟକିରେ କେମିତି କରିବେ ତାହା ମଧ୍ୟ ଶିଖେଇବି
ঠিক ଅଛି। ତ ସମସ୍ତଙ୍କୁ ମୋର ଅନୁରୋଧ କି ଆପଣ ମାନେ ଯଦି କ୍ଲାସ ଭଲ ଲାଗୁଛି ତାହେଲେ ଫ୍ରେଣ୍ଡ ସର୍କଲରେ ସେୟାର କରନ୍ତୁ। ଯେତେ ବି ଆପଣଙ୍କ ଷ୍ଟଡି ଗ୍ରୁପ ଅଛି, ଯେତେ ବି ଭାଇ ଭାଇ ପାଠ ପଢୁଛନ୍ତି, ସାନ ଭାଇ ଭାଇ ଭଉଣୀ ଯେତେ ଜଣ ବି ଅଛନ୍ତି ସମସ୍ତଙ୍କ ସହିତ ସେୟାର କରନ୍ତୁ। ଠିକ ଅଛି। ଜୟ ଜଗନ୍ନାଥ ସମସ୍ତଙ୍କୁ। ଦେଖା ହବ ପୁଣି କାଲି କ୍ଲାସ।